ଆଜି ସୁମନ ଧରା ପଡିବ। ଆଜି ତେଜ ଖାଉଥିବା ବେଳେ ତିର୍ନାଲି କହିବ, ତେଜ ତମେ ସେ ଖାଇବା ଖାଅନି, କାହିଁକି ନା ସତରେ ହୁଏତ ସେ ଖାଇବାରେ କିଏ ବିଷ ମିଶାଇ ଥାଇପାରେ। ଦେଖିଲ ନା ସେ ମୂଷାମାନେ କେମିତି ମରିଗଲେ। ତାପରେ ତେଜ କହିବ, ତାହେଲେ ତମେ ସେ ଖାଇବାରେ ବିଷ ମିଶାଇଛ, ମୁଁ ତାହେଲେ ଖାଇଦଉଛି, କିଛି ଅସୁବିଧା ନାହିଁ। ସେଇଠୁ ସୁମନ ମନେ ମନେ କହୁଥିବ ଯେ ଯଦି ଏ ଖାଇବା ତେଜ ଖାଇଦିଅନ୍ତି ଆଉ ତାଙ୍କର କିଛି ହୋଇଯାଏ ତାହେଲେ ଘରକୁ ପୋଲିସ ଆସିବ ଆଉ ଏ ଘଟଣାର ଖୋଳତାଡ଼ କରିବ ଆଉ ମୁଁ ଧରା ପଡିଯିବି, ପୁଣି ଜେଲ ଯିବି। ନା, ମତେ କିଛି କରିବାକୁ ପଡିବ। ଠିକ ସେଇ ସମୟରେ ତେଜ ଖାଇବାକୁ ଗଲାବେଳେ ସୁମନ ଜାଣି ଶୁଣି ତେଜଙ୍କ ଉପରେ ପଡିଯିବ ଆଉ ସବୁ ଖାଇବା ନଷ୍ଟ ହୋଇଯିବ। ସେଇଠୁ ଭବାନୀ ପୁରା ରାଗିଯିବ ଆଉ କହିବ, ତୁ ଏ କଣ କଲୁ? ପୁଣି ସୁମନ କହିବ, ସରି ମ୍ୟାଡାମ, ମୋ ଟିକେ ମୁଣ୍ଡ ବୁଲାଇ ଦେଲା, ସେଥିପାଇଁ ମୁଁ ପଡିଗଲି। ଆଉ ଆପଣ ବ୍ୟସ୍ତ ହୁଅନ୍ତୁନି, ମୁଁ ଆଉ କିଛି ଜଳଖିଆ ନେଇକି ଆସୁଛି। ତାପରେ ତିର୍ନାଲି ମନେ ମନେ କହିବ, ସୁମନ ଆଣ୍ଟି ତ ପୁରା ଠିକ ଅଛନ୍ତି ଆଉ ତାଙ୍କ ମୁଣ୍ଡ ବୁଲାଇବା ଭଳିଆ ଲାଗୁନି। ତାହେଲେ ସେ କାହିଁକି ସେମିତି କହିଲେ? ମାନେ ସେ କଣ ନାଟକ କରୁଥିଲେ? ମତେ ସନ୍ଦେହ ଲାଗୁଛି ତାଙ୍କର ଏ ନାଟକ ପଛରେ କିଛି ନା କିଛି ରହସ୍ୟ ଅଛି ଆଉ ମତେ ସେ ରହସ୍ୟ ଜାଣିବା ପାଇଁ ପଡିବ। ଦର୍ଶକ ବନ୍ଧୁ, ତିର୍ନାଲି ସୁମନର ରହସ୍ୟ ଜାଣିପାରିବ କି? ଆମକୁ କମେଣ୍ଟ ମାଧ୍ୟମରେ ହଁ ନା ନାହିଁ ଜଣାନ୍ତୁ।